ଆଜି ନେଇ ଆସିଛି ବ୍ରେଡ ଆଉ ଆଳୁରେ ଗୋଟିଏ ନୂଆ ରେସିପି। ଦେଖନ୍ତୁ କେତେ ଭଲ ହେଇଛି। ଏହିପରି ମୋର ନୂଆ ନୂଆ ରେସିପି ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ। ଆପଣମାନେ ମଧ୍ୟ ଏହିପରି ତିଆରି କରି ଖାଆନ୍ତୁ। କେମିତି ଲାଗିବ କମେଣ୍ଟ ମାଧ୍ୟମରେ ଜଣାଇବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିନେବା। ଗୋଟିଏ ଆଳୁ ସିଝା ନେଇଛୁ। ଆଳୁ ସିଝାକୁ ଭଲ ଭାବରେ ଚକୁଟି ନେବା। କଟା ହେଇଥିବା ପିଆଜକୁ ଦେବା। କଟା ହେଇଥିବା ଲଙ୍କାକୁ ଦେବା। ଅଦା ରସୁଣ ଛେଚା ଦେବା। ଗୋଟେ ଚାମଚ ଲଙ୍କା ଗୁଣ୍ଡ ଦେବା। ଗୋଟେ ଚାମଚ ଜିରା ଗୁଣ୍ଡ ଦେବା। ଅଧା ଚାମଚ ହଳଦୀ ଗୁଣ୍ଡ ଦେବା। ଲଙ୍କା ଛେଚା ଦେବା। ଅଧା ଚାମଚ ଚାଟ ମସଲା ଦେବା। ଅଧା ଚାମଚ କାଶ୍ମୀର ଲଙ୍କା ଦେବା। ଅଳ୍ପ ଜୁଆଳି ଦେବା। ସ୍ୱାଦ ଅନୁସାରେ ଲୁଣ ଦେବା। ସବୁକୁ ଭଲ ଭାବରେ ମିକ୍ସ କରି ନେବା। ଆଳୁକୁ ଭଲ ଭାବରେ ମିକ୍ସ କରି ନେଇଛୁ। ଆଳୁକୁ ଏହିପରି ତିଆରି କରି ନେବେ। ବ୍ରେଡକୁ ଏହିପରି ଚାରି ସାଇଡ କାଟି ନେବେ। ଏବେ ବ୍ରେଡକୁ ପାଣିରେ ବତୁରେଇ ନେବା। ଆଳୁକୁ ସେଥିରେ ଦେବା। ଏହିପରି ଭାବରେ ତିଆରି କରି ନେବେ। ଦେଖନ୍ତୁ ସବୁକୁ କରି ନେଇଛୁ। ତେଲ ଗରମ ହେଇଯାଇଛି। ଏବେ ଗୋଟେ ଗୋଟେ କରି ଛାଣି ନେବା। ଏହିପରି लो ଫ୍ଲେମରେ ହିଁ ଛାଣିବେ। ଏହିପରି ମଝିରେ ମଝିରେ ଏପଟ ସେପଟ କରୁଥିବେ। ଦେଖନ୍ତୁ ଭଲ ଭାବରେ ହେଇଯାଇଛି। ଏବେ ଓହ୍ଲେଇ ନେବା।